ଏକ କୋଟି ନୂଆ ଘର ପାଇଁ ପିଏମ୍ ଆବାସ ଯୋଜନାରେ ଆରମ୍ଭ ହେଲା ଆବେଦନ। ତ ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପିଏମ୍ ଆବାସ ଯୋଜନା 2.0 ଆସିଛି। ଏଥିରେ ଲୋକଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସହର କ୍ଷେତ୍ରରେ ଆର୍ଥିକ ଭାବେ ଦୁର୍ବଳ ଏବଂ ମିଡିଲ୍ କ୍ଲାସ୍ ପରିବାରମାନଙ୍କ ପାଇଁ 9 ଅଗଷ୍ଟ 2024ରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ PMAY 2.0କୁ ମଞ୍ଜୁରୀ ଦିଆଯାଇଥିଲା। ଏହି ଯୋଜନାରେ 1 କୋଟି ନୂଆ ଘର ନିର୍ମାଣ କରାଯିବ। ଆବାସ ଏବଂ ସହର ମାମଲାରେ ମନ୍ତ୍ରଣାଳୟ ଅନୁସାରେ ପ୍ରତି ୟୁନିଟ୍ 2.30 ଲକ୍ଷ ଟଙ୍କା ସ୍ୱୀକୃତି କରାଯିବ। ଏହି ଯୋଜନା ଅନୁଯାୟୀ ସହର କ୍ଷେତ୍ରରେ ଗତ ପର୍ଯ୍ୟାୟରେ 1.18 କୋଟି ଘରକୁ ମଞ୍ଜୁରୀ ଦିଆଯାଇଥିଲା। 58.5 ଲକ୍ଷରୁ ଅଧିକ ଘର ତିଆରି କରାଯାଇଛି ଏବଂ ହିତାଧିକାରୀମାନଙ୍କୁ ଟଙ୍କା ଦିଆଯାଇଛି। ଏହି ଯୋଜନା ସାରା ଭାରତରେ ଲାଭାର୍ଥୀଙ୍କ ନେତୃତ୍ୱ ନିର୍ମାଣ BLC ଅଫୋର୍ଡେବଲ୍ ହାଉସିଂ ଇନ୍ ପାର୍ଟନରସିପ୍ ବା HSP, ଆଫୋର୍ଡେବଲ୍ ରେଣ୍ଟାଲ୍ ହାଉସିଂ ବା RH ଏବଂ ସୁଦ୍ଧା ସବସିଡି ଯୋଜନା ଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହର 2.0 ଅନୁଯାୟୀ 1 କୋଟି ନୂଆ ଘର ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଆପଣ ମଧ୍ୟ ଏଥିରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆବଶ୍ୟକ ଏହି ଡକ୍ୟୁମେଣ୍ଟ: ଆବେଦନକାରୀ ଏବଂ ପରିବାର ସଦସ୍ୟଙ୍କ ଆଧାର ଡିଟେଲ୍ସ, ଆବେଦନକାରୀଙ୍କ ଆକ୍ଟିଭ୍ ବ୍ୟାଙ୍କ ଖାତା, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ଥିବା ଆବଶ୍ୟକ, ଆୟ ପ୍ରମାଣପତ୍ର ଏବଂ ଜାତି ପ୍ରମାଣପତ୍ର ଏବଂ ଜମିର କାଗଜପତ୍ର।